ଦେଖନ୍ତୁ ମୁଁ କାଲି କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହିତ କଥା ହେଉଥିଲି। ଅନେକ ଚାଷୀ ମୋତେ ଫୋନ୍ କରିଥିଲେ କାହିଁକିନା ଆଜିଠୁ ଧାନ ମଣ୍ଡିରେ ଆଉ ଧାନ ଚାଷୀ ନେଇପାରିବେ ନାହିଁ। କାଲି ଲାଷ୍ଟ ଡେଟ୍ କରିଥିଲେ କଳାହାଣ୍ଡି ଜିଲ୍ଲାରେ। ମୁଁ ଜିଲ୍ଲା ପ୍ରଶାସନ ସହିତ କଥା ହେଇଥିଲି ଯେ ଅଧିକାଂଶ ଚାଷୀମାନେ ତାଙ୍କର ଧାନ ବିକ୍ରୟ କରିପାରିନାହାନ୍ତି। ତାର ସହିତ ବିଲରେ ବି ଧାନ ଅଛି ଯେଉଁମାନେ କି କାଟି ପାରିନାହାନ୍ତି, ତାଙ୍କୁ ପାଖାପାଖି ଆଉ 10-12 ଦିନ ସମୟ ଦରକାର। ଜିଲ୍ଲା ପ୍ରଶାସନ କହିବା କଥା ଯେ ସରକାର 30 ତାରିଖ ଜୁନ୍ 30 ପର୍ଯ୍ୟନ୍ତ ଧାନ କିଣିବା ପାଇଁ ଧାର୍ଯ୍ୟ କରିଛନ୍ତି। ଆଉ ଆମକୁ ନିର୍ଦ୍ଦେଶ ହେଇଛି 25 ତାରିଖ ସୁଦ୍ଧା ମଣ୍ଡି କ୍ଲୋଜ୍ କରିବା ପାଇଁ। ଏଠି ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛନ୍ତି। ସରକାର ତାଙ୍କର ଗ୍ରାଉଣ୍ଡ ଜିରୋକୁ ନ ଯାଇକରି ତାର ମନମୁଖୀ ଭାବରେ ତାଙ୍କର ନିଷ୍ପତ୍ତି ନେଇଛନ୍ତି 30 ତାରିଖରୁ ମଣ୍ଡି ବନ୍ଦ କରିବା ପାଇଁ। ଏଇଟା ନିହାତି ଭାବରେ ଚାଷୀମାନଙ୍କ ପାଇଁ ଗୋଟେ ଦୁର୍ଭାଗ୍ୟ ବିଷୟ। ଯେଉଁ ଅଞ୍ଚଳରେ ଚାଷୀମାନେ ଆଜି ପର୍ଯ୍ୟନ୍ତ ଧାନ କାଟି ପାରିନାହାନ୍ତି, ଯଦି ସରକାର ସେଟାକୁ ଆଉ ସମୟ ଘୁଞ୍ଚେଇବେନି ଆଉ 30ରେ ବନ୍ଦ କରିବେ। 30ରେ କ'ଣ ସରକାର 30ରେ ବନ୍ଦ କରିବା ପାଇଁ କହିଛନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ 25 ତାରିଖରୁ ସେ ମାନେ ନିଷ୍ପତ୍ତି ନେଇ ସାରିଲେଣି ଆମେ 25 ତାରିଖ ପରେ ଧାନ କିଣିପାରିବୁ ନାହିଁ। ଆଉ 21ରୁ 22 ତାରିଖ ଭିତରେ ମଣ୍ଡିରେ ଧାନ ଆଣନ୍ତୁ। ଯଦି ମଣ୍ଡିରେ ଧାନ 22 ତାରିଖ ସୁଦ୍ଧା ନ ପହଞ୍ଚିବ ତାହେଲେ ଆମେ ଏଲାଉ କରିବୁ ନାହିଁ। କ'ଣ ପାଇଁ ଏଲାଉ କରିବେ ନାହିଁ ମୁଁ କାଲି କ୍ୱେଶ୍ଚନ୍ କଲି ଯେ ସାର୍ ଯଦି 22 ତାରିଖରେ ପରେ ଆଣିଲେ ଧାନ ଆଉ ସେଇଟା ମସ୍ତ ରହିବ, ସେମାନେ ବିକ୍ରି ଯୋଗ୍ୟ ମଧ୍ୟ ନୁହଁ। ତେଣୁ ଆମେ 22 ପରେ କୌଣସି ଚାଷୀକୁ ଆମେ ମଣ୍ଡିକୁ ଧାନ ଏଲାଉ କରିବୁ ନାହିଁ। ଏହି ପ୍ରକାର ଯେଉଁ ଗୋଟେ ନିଷ୍ପତ୍ତି ସରକାର ସ୍ତରରେ ଏବଂ ଜିଲ୍ଲା ସ୍ତରରେ ନିଆଯାଇଛି, ଜିଲ୍ଲା ପ୍ରଶାସନ ସ୍ତରରେ, ଏଇଟା ଚାଷୀମାନଙ୍କୁ ମାନେ କେଉଁ ପ୍ରକାର ସରକାର ବ୍ୟବସ୍ଥା କରୁଛନ୍ତି। ତଳ ସ୍ତରକୁ ନ ଯାଇକରି ଚାଷୀମାନଙ୍କ ଯେଉଁ ଧାନ ରହିଛି, କେତେ ପରିମାଣର ଧାନ ଉଠିଲାଣି, କେତେ ପରିମାଣ ଧାନ କଟା ସରିଲାଣି, ତାକୁ ଆକଳନ ନ କରିକିରି ଏଇ ଯୋଗାଣ ବିଭାଗ ଯଦି ଏ ପ୍ରକାର ତରବରିଆ ନିଷ୍ପତ୍ତି ନେବ ତାହେଲେ ଦେଖିବେ ଆପଣମାନେ ଚାଷୀ ଆତ୍ମହତ୍ୟା କରିବାର ସୁନିଶ୍ଚିତ। ଯେହେତୁ ଅଭାବୀ ବିକ୍ରି ଆରମ୍ଭ ହେଲାଣି, ଅଦିନିଆ ବର୍ଷାରେ ତ ଅନେକ ମିଲର୍ସ ତାଙ୍କର ଟାଲଟୁଲ ନୀତି କରିଛନ୍ତି। 10 କେଜି ଠାରୁ ଆରମ୍ଭ କରି 12-15 କେଜି ପର୍ଯ୍ୟନ୍ତ ଧାନ କଟନୀ ଚଟନୀ ଚାଲିଛି। ବିନା କଟନୀ ଚଟନୀରେ କୌଣସି ଜାଗାରେ ଧାନ ଉଠୁନାହିଁ। ତାର ସହିତ ବର୍ଷା ହେଇଗଲା ପରେ ଅଳ୍ପ ଟିକେ ମାନେ ଓଦା ହେଇଗଲା ପରେ ସେମାନେ କହୁଛନ୍ତି ଆମେ ଏଇଟା ଧାନ ନେବୁନି। ଯାହାଫଳରେ କି ଚାଷୀ ବାଧ୍ୟ ହେଇକରି କମ୍ ରେଟ୍ରେ ଏବଂ ଅଧିକା ଧାନ କଟନୀ ଚଟନୀ କରିବାକୁ ଦେଉଛନ୍ତି। 20 କେଜି କାଟିକି ନେଲେ ମଧ୍ୟ ମିଲର୍ସକୁ ସେମାନେ ଦେବାର ବାଧ୍ୟ ହେଉଛନ୍ତି। ଯାହାଫଳରେ ଚାଷୀ ଆଜି ଏତେ ଖର୍ଚ୍ଚ କରିକିରି ଧାନ ଉତ୍ପାଦନ କରିଛି, ସେଇଟା ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ତା ସହିତ ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏଇ ଜୁନ୍ 30 ତାରିଖରେ ବନ୍ଦ କରିବେ, କିନ୍ତୁ ଜିଲ୍ଲା ପ୍ରଶାସନ ସ୍ତରରେ 25 ସୁଦ୍ଧା ସେମାନେ ଧାନ ମଣ୍ଡି କ୍ଲୋଜ୍ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ବିଶେଷ କରି ମୋ କଳାହାଣ୍ଡି ଜିଲ୍ଲାରେ ମୁଁ କାଲି ପଚାରୁଥିଲି ସେ କଥା, କିନ୍ତୁ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି ସାର୍ ଆମେ ଆଉ 22 ତାରିଖ ପରେ କୌଣସି ଚାଷୀକୁ ଧାନ ମଣ୍ଡିକୁ ଆଣିବାକୁ ଦେବୁ ନାହିଁ। ଯେହେତୁ ଆମର ନିଷ୍ପତ୍ତି ହେଇଯାଇଛି, ସରକାର ମଧ୍ୟ ଆମକୁ ଜଣାଇ ଦେଇସାରିଛନ୍ତି। ଯଦି ଆପଣ ଚାହିଁବେ ସରକାର ସହିତ ଆମେ ମିଡ଼ିଆ ମାଧ୍ୟମରେ ମୁଁ ସରକାରଙ୍କୁ ନିବେଦନ କରୁଛି ଆଉ ଅତି କମ୍ରେ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରନ୍ତୁ। କାହିଁକି ନା ଚଳିତ ବର୍ଷ ଆମେ ଦେଖିଛୁ ଯେ ଆପଣଙ୍କର ମଇ ମାସର 15 ଭିତରେ ଆପଣଙ୍କର 50% ଧାନ ଉଠିବା କଥା, କିନ୍ତୁ ଏ ବର୍ଷ ମେ ମାସର 15 ତାରିଖରେ ଆପଣ ଅଧିକାଂଶ ଧାନ ମଣ୍ଡି ଆରମ୍ଭ ହେଇଛି ଏବଂ ଚାଷ ମଧ୍ୟ ଟିକେ ଲେଟ୍ ହେବାରୁ ଲୋକଙ୍କର ଧାନ ଅମଳ କରିବାଟା ମଧ୍ୟ ବିଳମ୍ବ ହେଇଛି। ଏହାକୁ ଦୃଷ୍ଟିରେ ରଖି ମୁଁ ସରକାରଙ୍କୁ ଓଡ଼ିଶା ସରକାର ନିବେଦନ କରିବି ସେ ଅତି କମ୍ରେ ଜୁନ୍ 15 ପର୍ଯ୍ୟନ୍ତ ସେମାନେ ସମୟ ନିଅନ୍ତୁ ଏବଂ ଧାନ କିଣାର ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଚାଷୀ ଉପକୃତ ହେବେ। ଜୁଲାଇ 15 ପର୍ଯ୍ୟନ୍ତ ସେଟାକୁ ନିଅନ୍ତୁ, ଯାହାଫଳରେ କି ଚାଷୀ ଉପକୃତ ହୋଇପାରିବେ। ଏଇ ଜୁନ୍ 30ରେ ଯଦି ବନ୍ଦ କରି ଦିଆଯିବ ତାହେଲେ ବହୁତ ଚାଷୀ ଧାନ ରହିଯିବ ଏବଂ ଯାହାଫଳରେ କି ଚାଷୀ ହଇରାଣ ହେବିତ ଆତ୍ମହତ୍ୟା କରିବାର ମଧ୍ୟ ସେମାନେ ପଛେଇବେ ନାହିଁ। ତେଣୁ ଏହି ପ୍ରକାର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଆଜି, ତାକୁ ସରକାର ଦୃଢ଼ତା ସହିତ ଚିନ୍ତା କରନ୍ତୁ ଏବଂ ଜୁଲାଇ 15 ପର୍ଯ୍ୟନ୍ତ ଧାନ କିଣିବାର ବ୍ୟବସ୍ଥା କରନ୍ତୁ। ତାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସରକାର ପାଖରେ ଅନେକ ବ୍ୟବସ୍ଥା ଅଛି।
जदि चाषी जनक चाष कर वर्षारे माड़ हो सरकार कहे आम चाषी जहाँ कर प्राकृतिक विपर्य होगला आम कि पारूनी हाथ टेकीदेवे ताले दुर्भाग्य। ताहले आपण मैंने सरकार आसछंती कौन पाई लोकंकर चाषींकर तांकर दुख सुख भागीदार होगापी चाषींकर जो दुर्दशा हो से समय ठिया होगापी ताहले आपण मैंने सरकार थी कौन कर आपण गादी छाड़ी दिंतु। आपण जदि संभाली पारुना आपण जदि यही जो प्राकृतिक विपर्य आसुची मुकाबला करि पारुना आगुआ पदक्षेप नहीं पारुना ताहले आपण छाड़ी दिंतु अन्य माने आसीबे एटी शासन करिवे ताले आपण माने काहे सेठी बसचंती आओ प्राकृतिक गोटे सामान्य एईटा मात्र केवल मौसुमी आसी झड़ बतास तो आउ आपण माने तो माने बाहर को बाहरी पारिबेनी कि कहीदेवे जे आमे एते बड़ झड़ बत्या होगला आम कि नहीं मौसुमी आसबार तो स्वाभाविक आगुरी एमती किंतु सरकार ताको जितेबले पूर्व सरकार थिले तार उचित मुकाबला करुले चाषी मानकर कथा शुणुले एवं से अनुसार धान किणा होता एवं जितेबले भी वर्षा अनेदिन वर्षा होता तार उचित क्षतिपूरण देवा सहित तार किमिति धान किणा जाई परिवो धान मंडी किमिति धान सुरक्षित रही पारिवो से मानको जो पॉलिथिन व्यवस्था होता एवं क्षयक्षति समय उचित क्षयक्षति देकरी चाषींकर भरणा करा जाउथिला। एई सरकार जदि से प्रकार करिवे नाही ताहले आपण माने जो बड़ बड़ भाषण देकरी आसिले कौन पाई लोकंक पाई ना आपणकर स्वार्थ पाई।